मातरम जय 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 ସ୍ୱାଧୀନତା ଦିବସ ଅବସରରେ ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷିକା ଶ୍ରୀମତୀ ସଙ୍ଗୀତା ମ୍ୟାଡ଼ାମ୍ ମହୋଦୟଙ୍କୁ ଅନୁରୋଧ କରିବି ସାହିତ୍ୟ ପତ୍ରିକା আজি ଭାରତବର୍ଷ ପରାଧୀନତାରୁ ମୁକୁଳି 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ସମଗ୍ର ଭାରତ ଉଜ୍ଜୀବିତ, ଏକୀକୃତ ଏବଂ ସମବେତ। ଆଉ ଆମମାନଙ୍କ ମନରେ ଜାତୀୟତାର ଶଙ୍ଖଧ୍ୱନିକୁ ପ୍ରଥମେ ଭାରତବର୍ଷରେ ନାଦ କରିଥିବା ମହାମନୀଷୀ ମଙ୍ଗଲ ପାଣ୍ଡେ ଆମମାନଙ୍କୁ ଏହି ସ୍ୱାଦ ଆସ୍ୱାଦନ କରିବାର ସୁଯୋଗ ଦେଇଛନ୍ତି।
1196 ମସିହା ଠାରୁ ଆମ ଦେଶ କ୍ରମଶଃ ପାର୍ସି ମୋଗଲ ବ୍ରିଟିଶ ମାନଙ୍କ ଦ୍ୱାରା ପରାଧୀନ ହେଲା ଏବଂ ଆମେ 1947 ମସିହା ଅଗଷ୍ଟ 15 ତାରିଖ ଦିନ ସ୍ୱାଧୀନତା ପ୍ରାପ୍ତି ହେଲୁ। ଯଦିଓ 80 ବର୍ଷ ଅତିକ୍ରମ କରି ଯାଇଛି ତଥାପି ଦେଶରେ ସ୍ୱାଧୀନତାର ସମ୍ପୂର୍ଣ୍ଣ ସ୍ୱାଦ ସମସ୍ତେ ଆସ୍ୱାଦନ କରିପାରି ନାହାନ୍ତି ଏବଂ ଆମେ ସମସ୍ତେ ସତ୍ୟ ଶାନ୍ତି ଦୟା ରୂପକ ତ୍ରିରଙ୍ଗା ପତାକା ତଳେ ସମବେତ ହୋଇ ସର୍ବାଙ୍ଗୀନ ବିକାଶ ନିମନ୍ତେ ଆମେ ଅହରହ ପ୍ରଚେଷ୍ଟା ଜାରି ରଖିଛୁ। ପୃଥିବୀରେ ଅନେକ ବିକଶିତ ରାଷ୍ଟ୍ର ଥିବାବେଳେ 80 ବର୍ଷରେ ପଦାର୍ପଣ କରି ଭାରତବର୍ଷ ଆଜି ମଧ୍ୟ ସେହି ବିକାଶଶୀଳ ରାଷ୍ଟ୍ରରେ ଗତି କରୁଛି। ଏହାକୁ ବିକଶିତ କରିବାକୁ ପଡ଼ିବ, ପ୍ରତ୍ୟେକ ନାଗରିକଙ୍କୁ ବିକଶିତ କରିବାକୁ ପଡ଼ିବ ଏବଂ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ସୁରକ୍ଷା ଏ ସମସ୍ତ ଦିଗରେ ଆମକୁ ସଚେତନ ପ୍ରହରୀ ଭାବରେ ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟ କରିବାକୁ ପଡ଼ିବ ଏବଂ ଆମ ଦେଶରେ ବର୍ତ୍ତମାନ ସମୟରେ ଯେଉଁ ଅର୍ଥନୈତିକ ସଙ୍କଟ ଯେଉଁ ସୀମା ବିବାଦ ଯେଉଁ ପ୍ରକାରର ଦାରିଦ୍ର୍ୟତା ଅଶିକ୍ଷା ରହିଛି ତା ବିରୁଦ୍ଧରେ ପ୍ରତ୍ୟେକ ଜନସାଧାରଣଙ୍କୁ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ। କାରଣ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ହେଲେ ଏ ସମସ୍ତ ସମସ୍ୟାକୁ ଦୂର କରିବାକୁ ପଡ଼ିବ। ଯାହା ବି ହେଉ ଆମେମାନେ ସମସ୍ତେ ଛାତ୍ର ଏବଂ ନାଗରିକ ଆସନ୍ତାକାଲିର ବା ଆସନ୍ତା ବର୍ଷର ନାଗରିକ, ତେଣୁ ସମସ୍ତଙ୍କୁ ଦେଶର ସୁରକ୍ଷା ଦେଶର ଶିକ୍ଷା ସ୍ୱାସ୍ଥ୍ୟ ଏ ସମ୍ବନ୍ଧରେ ସଚେତନ ରହିବାକୁ ପଡ଼ିବ। ଦେଶ ପାଇଁ କୌଣସି ନା କୌଣସି କାର୍ଯ୍ୟ ଜାରି ରଖିବାକୁ ପଡ଼ିବ। ଦେଶ ହିତରେ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ। ଏତିକି କହି ମୋର ବକ୍ତବ୍ୟ ରଖୁଛି। এই 80তম স্বাধীনতা দিବସରେ ଉଡ଼ୁଥିବା ତ୍ରିରଙ୍ଗା ପତାକାକୁ ମୁଁ ପ୍ରଥମେ ପ୍ରଣାମ ଜଣାଉଛି। ଏ ହେଉଛି ଆମ ଜନଗଣର ପ୍ରତୀକ ଏବଂ ଏଠାରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଦରର ଛାତ୍ରଛାତ୍ରୀ ସମସ୍ତଙ୍କୁ ପ୍ରଥମେ ଶୁଭେଚ୍ଛା ଓ ଅଭିନନ୍ଦନ। এই ଯେଉଁ ଆମେ ସ୍ୱାଧୀନତା ଲାଭ କରୁଛୁ କଷ୍ଟଲବ୍ଧ ସ୍ୱାଧୀନତା ଆମ ପୂର୍ବସୂରୀମାନଙ୍କ ଦ୍ୱାରା ଆମେ ପ୍ରାପ୍ତ ହୋଇଛୁ ତାର ସୁରକ୍ଷା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। ସ୍ୱାଧୀନତା ମାନେ ନୁହେଁ ଆମେ ଅଧିକାରକୁ ଉପଭୋଗ କରିବା, ଏଥିରେ ଆମର କର୍ତ୍ତବ୍ୟ ଆଉ ଦାୟିତ୍ୱବୋଧ ମଧ୍ୟ ରହିଛି। ଅଧିକାର ଆଉ କର୍ତ୍ତବ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ତେଣୁ ଆମମାନଙ୍କ ଉପରେ ନ୍ୟସ୍ତ କର୍ତ୍ତବ୍ୟକୁ ଆମେ ଯଦି ଛୋଟ ମୋଟ କର୍ତ୍ତବ୍ୟ ଆଉ ଦାୟିତ୍ୱକୁ ପାଳନ କରିବା ତାହେଲେ ସେ ହିଁ ଆମର ସ୍ୱାଧୀନତା ପ୍ରତି ଆମର ମୂଲ୍ୟବୋଧ ବୋଲି ଆମେ ବୁଝିପାରିବା। ତେଣୁ ଏତିକି କହି ମୋର ବକ୍ତବ୍ୟ